जदि घरे कौनसी परिया नहीं ଆପଣ ବୁଝିପାରୁନାହାନ୍ତି କ'ଣ ତରକାରୀ କରିବେ ଏହା ଚିନ୍ତା କରି ହେଉଛନ୍ତି ଏଇଭଳି ଭାବରେ ପିଆଜି ତରକାରୀ କରନ୍ତୁ। ଝଟପଟ ବନିଯିବ। କମ୍ ସାମଗ୍ରୀ ଅଳ୍ପ ସମୟରେ ତିଆରି ହୋଇଯିବ। ଆଉ ଏହା ଏତେ ଟେଷ୍ଟି ଯେ ଆପଣ ଥରେ ଖାଇଲେ ବାର ବାର ବନେଇବାକୁ ଇଚ୍ଛା ହେବ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହା ସମସ୍ତଙ୍କର ଫେଭରାଇଟ୍ ହୋଇଯିବ। ୟାକୁ ବନେଇବା ପାଇଁ ଆମେ ବାହାରୁ କୌଣସି ଜିନିଷ ଆଣିବାକୁ ପଡ଼ିବ ନାହିଁ। ଘରେ ତ ଆମର ପିଆଜ ଥିବ। ଆମେ ସେଇ ପିଆଜରେ ଆଜି ବନେଇବା ସବଜି। ଦେଖନ୍ତୁ ମୁଁ ଏଠି 250 ଗ୍ରାମ ଛୋଟ ଛୋଟ ପିଆଜ ନେଇଛି। ଆପଣ ଚାହିଁଲେ ବି ବଡ଼ ପିଆଜ ନେଇପାରିବେ। ମୋ ପାଖରେ ଛୋଟ ଛୋଟ ପିଆଜ ନେଇଛି, କାରଣ ଛୋଟ ଛୋଟ ପିଆଜ ନେଲେ ତରକାରୀ କରିବା ପାଇଁ ଭଲ ଲାଗିବ। 250 ଗ୍ରାମ ପିଆଜକୁ ମୁଁ ଭଲ ଭାବରେ ତା ଚୋପା ଛଡ଼େଇ ନେଇକି ତାକୁ ଦେଖନ୍ତୁ ପାଣି ପକାଇ ତାକୁ ଭଲ ଭାବରେ ଧୋଇ ନେଲି। ମାନେ ଚୋପା ଛଡ଼େଇ ନେଲେ ନେଇକି ଆମେ ଧୋଇ ନେଲେ ତା ଯେଉଁ ଥିବ ମାନେ ଡାର୍ସ ଅଂଶ ଗୁଡ଼ାକୁ ଦେଖନ୍ତୁ କେମିତି ବାହାରିଛି। ମଇଳା ଅଂଶ ଗୁଡ଼ା ତାର ପରିଷ୍କାର ହେଇଯିବ। ତାପରେ ଗୋଟେ କପଡ଼ାର ତାକୁ ପିଆଜକୁ ଭଲ ଭାବରେ ଆମେ ପୋଛି ନେବା, ତା ଦେହରେ ଯେମିତି ପାଣି ନ ରହିବ। ଆଉ ଆମ ପିଆଜଟାକୁ ଧୋଇ ନେଲେ ତାର ବା ଯେଉଁ ରାଗ ଅଂଶ ପାଣିରେ ଟିକେ ପକାଇ ରଖିଲେ ତା ରାଗ ଅଂଶ ବି ଟିକେ କମିଯାଏ। ତ ଦେଖନ୍ତୁ ମୁଁ ଏ କପଡ଼ାରେ ପିଆଜ ସବୁକୁ ପୋଛି ନେଲି। ପୋଛି ନେଇକି ଦେଖନ୍ତୁ ତାକୁ କଟ୍ କରିନେବା। ଆମେ ଯଦି ବଡ଼ ପିଆଜ ନେବା ତାକୁ କ'ଣ କରିବା, ତାକୁ 4 ଫାଳ କରିଦେବା। 4 ଫାଳ କରିଦେଇକି ନେଇପାରିବା। ଆମେ ଯେହେତୁ ଛୋଟ ପିଆଜ ନେଇଛି ତାକୁ ଏଇଭଳି ଭାବରେ ତାର ଯେଉଁ ମୁଣ୍ଡି ପାଖରୁ କଟ୍ ଲଗାଇବେନି, ତାର ଯେଉଁ ତଳ ପାଖରୁ ଚାରିପଟର ପୁରା କଟ୍ କରିବେନି, ପୁରା ତାକୁ ଅଳ୍ପ ହାଲକା ଏଇଭଳି ଯେମିତି ଭିଡ଼ିଓରେ ମୁଁ ଦେଖାଉଛି ଦେଖନ୍ତୁ ସେଇଭଳି ଭାବରେ ତାକୁ କଟ୍ କରିନେବେ। ତାର ସବୁ ପିଆଜକୁ ଏଇଭଳି ଭାବରେ କଟ୍ କରିନେଲେ ତାର ଆମର ଯେଉଁ ମସଲା ଗ୍ରେଭି କରିବା ତାକୁ ଭଲ ଭାବରେ ସେ କୋଟ୍ କରିନେବ। ସେଇଭଳି ଭାବରେ ଦେଖନ୍ତୁ ମୁଁ ସବୁ ଯାକ ପିଆଜକୁ କଟ୍ କରି ନେଇଛି। ଏବେ ଆମେ ପ୍ରସ୍ତୁତ କରିବା। ଚାଲନ୍ତୁ ମସଲା ପ୍ରସ୍ତୁତ କରିବା। ମସଲା ପାଇଁ ନେଇଛି 7-8 କୋଲା ରସୁଣ ନେଇଛି, ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ କାଟି ନେଇଛି, 1 ଇଞ୍ଚର ଅଦା ନେଇଛି, ଆଉ ଶୁଖିଲା ଲଙ୍କା 2ଟା ନେଇଛି। ଆପଣ ଚାହିଁଲେ ବି କଞ୍ଚା ଲଙ୍କା 2ଟା ନେଇପାରିବେ। ଆପଣଙ୍କ ଟେଷ୍ଟ ଅନୁସାରେ ଆପଣ ଲଙ୍କା ନେଇପାରିବେ। ଆଉ ଗୋଟେ ଟମାଟୋ ନେଇଛି। ଏସବୁକୁ ମୁଁ ମିକ୍ସିଂ ଜାର୍ରେ ନେଇଗଲି। ତାକୁ ଭଲ ଭାବରେ ତାକୁ ପେଷ୍ଟ ବନେଇ ଆଣିଲି। ତାପରେ ବି ଟମାଟୋ ଦେଇକି ମୁଁ ଭଲ ଭାବରେ ପେଷ୍ଟଟାକୁ ବନେଇ ଆଣିଲି। ଏବେ ଚାଲନ୍ତୁ ଆମେ ଗୋଟିଏ ମସଲା ପ୍ରସ୍ତୁତ କରିବା। ଯେହେତୁ ଆମେ ବଟା ମସଲା କିଛି ଦେଉନାହାନ୍ତି, ଗୁଣ୍ଡ ମସଲାକୁ ଆମେ ଗୋଳେଇକି ରଖିବା। ପ୍ରଥମେ ମୁଁ କାଶ୍ମୀର ଲଙ୍କା 1/2 ଚାମଚ ଦେଇଦେଲି, ଧନିଆ ପାଉଡ଼ର 1 ଚାମଚ, ଜିରା ପାଉଡ଼ର 1 ଚାମଚ, ହଳଦୀ 1/2 ଚାମଚ, ଆଉ ପକାଇଛି ଏଠି କଳା ନମକ ବା ବ୍ଲାକ୍ ସଲ୍ଟ। ଆପଣଙ୍କ ପାଖରେ ହେଙ୍ଗୁ ଥିଲେ ମଧ୍ୟ ଟିକେ ପକାଇ ପାରିବେ। ମୋ ପାଖରେ ହେଙ୍ଗୁ ନଥିଲା, ମୁଁ ସେଥିପାଇଁ ହେଙ୍ଗୁ ପକାଇନି। ତାକୁ ସାଇଡ଼ରେ ରଖିଦେଇ ଏବେ କଡ଼େଇରେ କିଛି ତେଲ ପକାଇ ନେବା। ମୁଁ ଏଠି ସୋରିଷ ତେଲ ପକାଇଛି। ଆପଣ ଚାହିଁଲେ ବି ରିଫାଇନ୍ ତେଲ ପକାଇ ପାରିବେ। ସୋରିଷ ତେଲ ପକାଇଲେ ତା'ର ମାନେ ଫ୍ଲେଭରଟା ଭଲ ଆସିବ, ତରକାରୀଟା ମଧ୍ୟ ଭଲ ଲାଗିବ। ପକାଇ ତେଲ ପୁରା ହିଟ୍ ହେବା ପର୍ଯ୍ୟନ୍ତ, ବହୁତ ଗରମ ହେବା ପର୍ଯ୍ୟନ୍ତ ତାକୁ ଗରମ କରିନେବା। ତାପରେ ଗ୍ୟାସ୍ର ଫ୍ଲେମ୍କୁ ଟିକେ ଅଫ୍ କରିନେବା। ତାପରେ ପିଆଜ ସବୁ ପକାଇ ତାକୁ 2 ମିନିଟ୍ ପାଇଁ ଆମେ ଭାଜି ନେବା। ତାପରେ ହାଇ ଫ୍ଲେମ୍ରେ ପିଆଜକୁ କିଛି ସମୟ ଭାଜିବା। ଦେଖିବା ପିଆଜକୁ ବେଶୀ ଭାଜିବା ନାହିଁ, ତା'ର ବ୍ରାଉନ୍ କଲର୍ ଆସିବା ପର୍ଯ୍ୟନ୍ତ ଆମେ ପିଆଜକୁ ଭାଜି ନେଇଛନ୍ତି। ତାପରେ ସେଇ କଡ଼େଇରେ ଆମେ ପକାଇଦେବା 2ଟା ତେଜପତ୍ରକୁ ଛୋଟ ଛୋଟ କରିକି କାଟିକି ପକାଇଛି। ତାପରେ ଗୋଟା ଜିରା କିଛି ପକାଇଛି, ଆଉ କଳା ଜିରା କିଛି ପକାଇଛି, ଆଉ ପାନମହୁରି ଅଳ୍ପ କିଛି ପାନମହୁରି, ଆଉ ଅଳ୍ପ କିଛି ମେଥି ପକାଇକି ତାକୁ ଭଲ ଭାବରେ ମାନେ ତାକୁ ଭାଜି ନେବା। ଦେଖନ୍ତୁ ମୁଁ ୟାକୁ ସବୁ ପକାଇକି ଭଲ ଭାବରେ ତାକୁ ଭାଜି ନେଇଛି। ସବୁ ଭାଜି ନେଲା ପରେ ଗୁଣ୍ଡ ମସଲାକୁ ଆମେ ଯେମିତି ଗୋଳେଇକି ରଖିଥିଲେ ତାକୁ ସେଇ ତେଲରେ ପକାଇକି ଆମେ କିଛି ସମୟ ପର୍ଯ୍ୟନ୍ତ କଷି ନେବା। ଆମେ ସେ ପର୍ଯ୍ୟନ୍ତ କଷି ନେବା ଯେଉଁ ପର୍ଯ୍ୟନ୍ତ ମସଲା ଆଉ ତେଲ 2ଟା ଯାକ ଅଲଗା ଯାଇନାହାନ୍ତି। ଯେତେବେଳେ ଦେଖିବା ମସଲା ଆଉ ତେଲ ଅଲଗା ହେଇଗଲେ ତାପରେ ବାଟିକି ରଖିଥିବା ଯେଉଁ ଆମର ପେଷ୍ଟ ମସଲାକୁ ଆମେ ପକାଇକି ତାକୁ କିଛି ସମୟ ପାଇଁ ସେଇଭଳି କଷି ନେବା। ଯେମିତି ମସଲାରୁ ତେଲ ବାହାରି ନ ଆସିଛି ସେଇ ପର୍ଯ୍ୟନ୍ତ ଆମେ କଷି ନେବା। କଷି ନେଲା ପରେ କିଛି ସମୟ ପରେ ଆମେ କ'ଣ କରିବା, ଗ୍ୟାସ୍ର ଫ୍ଲେମ୍ଟାକୁ ବନ୍ଦ କରିଦେବା। କାରଣ ଆମେ ଯେହେତୁ ଦହି ଆଡ଼୍ କରୁଛନ୍ତି, ମସଲା ଗରମ ରହିଲେ ଦହିଟା ଫାଟି ଯାଇପାରିବ। ସେଥିପାଇଁ ଆମେ କିଛି ସମୟ ପାଇଁ ଆମେ ଗ୍ୟାସ୍ଟାକୁ ବନ୍ଦ କରିଦେଲି। ତାପରେ ଦହି ଆଡ଼୍ କରିକି କିଛି ସମୟ ପାଇଁ ତାକୁ
भल भाव फेंटी नेली। तापरे गैस ऑन करी आमे धीरे 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 मसलाटा को कषि नेली। देखो मसला पूरा कषि गला केमी कलर लगुच। भाजी रखिथिबा पियाज को पकईकी आमे ताको किसी समय पाई भल भाव कषि नेली। तापरे ऊपर अल्प किछि लुण, तापरे कस्तूरी मेथी, तापरे अल्प किछि गरम मसला पकई ताको किछि समय पाई कषि नेली। तापरे गरम करी रखिथिबा गरम पानी की दबा। आमे ठंडा पानी यूज करबा नहीं, आमे एठी गरम पानी की यूज करबा। आम जो हिसाब रे आमे ग्रेवी रखिबा से हिसाब रे आमे पानी दबा। मु एठी गोटे ग्लास पानी यूज करछि कारण मते एठी रुटी रे खाइबार अछि। मु रुटी पई तैयारी करथिली, आपण भात पई कले अल्प आउ आधा ग्लास पानी दे पारिबे। जेहेतु रोटी पई प्रस्तुत करथिली सेति पई मु गोटे ग्लास पानी नेछि। पानी देई ताको अल्प समय पई ताको घोड़े नबा। प्रथम रु आमे काला नमक पकईथिली, तापर टेस्ट अनुसार आपण अल्प लुण पकेबे। देखंतु तार कलरटा केते बढ़िया आछि, बहुत सुंदर देखा जाउछि, पूरा अंडा तरकारी भली देखा जाउछि। आपण याको भात, रुटी, परोटा सबुथिरे खाई पारिबे। आपण माने थरे एई भली बनांतु, केमिति लागला मते कमेंट रे जणांतु। हाँ सांग माने जीवा पूर्वरु मो चैनल टी को प्लीज सब्सक्राइब कर दे जांतु। जदि फेसबुक पेज देखुथिबे ताले फॉलो करबा को भूलिबे नाही। रहिले।